हेलो फ्रेंड्स, जय जगन्नाथ। आज ये वीडियो रे आमे देखिबा कंप्लीट केमते आमे हला शौचालय ऑनलाइन एप्लीकेशन करि परिबा, जोटा हमर वर्तमान शौचालय 2.0 लॉन्च हो जाइछि 2026 रो। आउ एथरे प्राय लोकंकर जो हला बैंक अकाउंट देला बेलकु सेठी बहुत प्रॉब्लम होउछि। सेठी फोन थरे पेज रिडायरेक्ट है कि लॉगिन पेज को पळे आसुछि। मु एई वीडियो रे आपण मानकु कंप्लीट देखिबा आपण केमिति स्टेप बाय स्टेप अप्लाई करिवे, आपनकर सक्सेसफुल सबमिट हे जिवो। आ घरे बसिकी ही आपण बैंक अकाउंट को तार जो अमाउंट रहिछि 12,000 टंका, सेटा भी आपण बैंक अकाउंट को निश्चित भाବରେ ଆସିବି ଯିବ। डिटेल प्रोसीजर ମୁଁ ଏଥିରେ ଭିडिଓରେ ଆପଣମାନଙ୍କୁ କହିବି। ଆଉ ଯଦି ମୋ ଭିडिଓ ଆପଣମାନଙ୍କୁ ଭଲ ଲାଗେ, ଭିडिଓଟିକୁ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲଟିକୁ ମୋର ସବସ୍କ୍ରାଇବ କରନ୍ତୁ। ଚାଲନ୍ତୁ ମୁଁ ଫାଷ୍ଟ ଆପଣମାନଙ୍କୁ ମୋ ୱେବ୍ ବ୍ରାଉଜରକୁ ନେଇ ଆସୁଛି। ୱେବ୍ ବ୍ରାଉଜରକୁ ଆସିଲା ପରେ ଆପଣ ଦେଖନ୍ତୁ, ମୁଁ ଏଇ ଯୋଉ ଲିଙ୍କଟି ଆପଣଙ୍କର ଏଇଠି ଟାଇପ୍ କରିଛି, ଏଇ ଲିଙ୍କଟା ଉପରେ ଆପଣ ଆସିକି କ୍ଲିକ୍ କରିବେ। ମୁଁ ଏଇଟା ଆପଣମାନଙ୍କୁ ଜୁମ୍ କରିକି ଦେଖେଇ ଦଉଛି, ଆପଣ ଏଇଟା ଗୋଟେ ସ୍କ୍ରିନଶଟ୍ ନେଇଯାଆନ୍ତୁ। ଆଉ ମୁଁ ୟାର ଲିଙ୍କଟି ମୁଁ ଡେସ୍କ୍ରିପସନ ବକ୍ସରେ ଦେଇ ଦେଇଥିବି, ଆପଣ ଚାହିଁଲେ ଡାଇରେକ୍ଟ ସେଠୁ ବି କ୍ଲିକ୍ କରିକି ଯାଇପାରିବେ। ଆଉ ଦେଖନ୍ତୁ ମୁଁ ଜୁମ୍ କରିକି ଦେଖଉଛି। sbm.gov.in/sbm_dbt/secure secure/login.aspx ଏତିକି ଲେଖି ଆପଣ ଏଣ୍ଟର କରିଦେଲେ ଆପଣ ଏଇ ପେଜରେ କୁ ଡାଇରେକ୍ଟ ପଳେଇ ଆସିବେ। ହେଲା, ଦେଖନ୍ତୁ ସାଇନ୍ ଇନ୍ କିଏ କରିବେ? ଯୋଉମାନେ ଆଗରୁ ରେଜିଷ୍ଟ୍ରେସନ କରିଛନ୍ତି ସେମାନେ ଯଦି ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ତାହେଲେ ସେମାନେ ଏଇଠି ମୋବାଇଲ ନମ୍ବର ଦେଇକି ଗେଟ୍ ଓଟିପି ଉପରେ କ୍ଲିକ୍ କରିଲେ ଓଟିପିଟି ଏଇଠି ପଳେଇ ଆସିବ। ତାପରେ କ୍ୟାପଚର କୋଡଟି ଫିଲ୍ଅପ୍ କରିବେ, ସାଇନ୍ ଇନ୍ ଉପରେ କ୍ଲିକ୍ କରିକି ସେ ତାଙ୍କର ଯୋଉ ଡ୍ୟାସବୋର୍ଡକୁ ଯାଇପାରିବେ। କିନ୍ତୁ ଯୋଉମାନେ କମ୍ପ୍ଲିଟ ନୂଆ ତାଙ୍କ ପାଇଁ ଏଇ ଭିଡିଓଟି, ଆଉ ସେମାନେ ହେଲା ଫାର୍ଷ୍ଟ ଟାଇମ ଆସିଛନ୍ତି ତାଙ୍କର ଶୌଚାଳୟ ଅନଲାଇନ ଆପ୍ଲିକେସନ କରିବା ପାଇଁ, ସେମାନେ ଫାର୍ଷ୍ଟ ଦେଖନ୍ତୁ ଉପରେ ଯୋଉ ଲେଖା ହେଇଛି ସିଟିଜେନ ରେଜିଷ୍ଟ୍ରେସନ, ଏଇଠି ସିଟିଜେନ ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କରିବେ। ତାପରେ ଏଇଠି ଆପଣଙ୍କୁ ଦେଖନ୍ତୁ ମୋବାଇଲ ନମ୍ବର ମାଗୁଛି ଯୋଉଥିରେ ଆପଣ ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛନ୍ତି, ଆଉ ସେଇଟା ହିଁ ଆପଣଙ୍କର ଲଗ୍ଇନ ଆଇଡି ବି ହବ। ଏଇଠି ଆପଣ ମୋବାଇଲ ନମ୍ବରଟି ଫିଲ୍ଅପ୍ କରିବେ, ଫିଲ୍ଅପ୍ କରିକି ପ୍ରୋସିଡ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ତାପରେ ଏଇଠି ଆପଣଙ୍କର ଫାର୍ଷ୍ଟରେ ଆପଣଙ୍କ ନାଁଟି ମାଗିବ, ତାପରେ ମେଲ୍ କି ଫିମେଲ୍ କି ଯାହା ହେଇଥିବ ଆପଣ ଦେବେ। ତାପରେ ରେସିଡେଣ୍ଟ ଆଡ୍ରେସ ଆପଣଙ୍କୁ ମାଗିବ, ଏଇଠି ଫିଲ୍ଅପ୍ କରିବେ। ତାପରେ ଷ୍ଟେଟଟି ସିଲେକ୍ଟ କରିଦେବେ। ଷ୍ଟେଟ ସିଲେକ୍ଟ କରିସାରିଲା ପରେ ଆପଣ ଏଇଠି ଆପଣ ଦେଖନ୍ତୁ ଲଗ୍ଇନ ଆଇଡି और ମୋବାଇଲ ନମ୍ବର ଏଇଠି ଦେଖନ୍ତୁ ଦେଖଉଛି ଯୋଉଟା ଆପଣ ଦେଇଥିବେ। ତାପରେ ଗେଟ୍ ଓଟିପି ଉପରେ କ୍ଲିକ୍ କରିବେ। ତାପରେ କ୍ୟାପଚର କୋଡଟି ଫିଲ୍ଅପ୍ କରିବେ। କ୍ୟାପଚର କୋଡଟି ଫିଲ୍ଅପ୍ କରିକି ଆପଣ ସବମିଟ୍ କରିବେ। ମୁଁ ଏଇଟା ଫିଲ୍ଅପ୍ କରିକି ମୁଁ ଆପଣମାନଙ୍କୁ ଦେଖଉଛି। ଓଟିପିଟି ଫିଲ୍ଅପ୍ କରିସାରିଲା ପରେ ଆପଣ ଏଇଠି ଭେରିଫାଏ ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଏଇଠି ତଳେ ଲେଖୁଥିବ ମୋବାଇଲ ନମ୍ବର ଇଜ ଭେରିଫାଏଡ। ମୋବାଇଲ ନମ୍ବର ଭେରିଫାଇ ସାରିଲା ପରେ ଆପଣ ଏଇଠି ତଳେ ପୁଣି ଥରେ କ୍ୟାପଚର କୋଡଟି ଫିଲ୍ଅପ୍ କରିବେ। କ୍ୟାପଚର କୋଡଟି ଫିଲ୍ଅପ୍ କରିକି ସବମିଟ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ତାପରେ ଆପଣ ସବମିଟ୍ ଉପରେ କ୍ଲିକ୍ କରିଦେବେ। ଦେଖନ୍ତୁ ଲେଖିଦେଲା ୟୁ ହାଭ୍ ରେଜିଷ୍ଟର୍ଡ ସକ୍ସେସଫୁଲି। ଆଗ ଭଳିଆ ସାଇଟ୍ ଆଉ ନାହିଁ, ସାଇଟ୍ ଚେଞ୍ଜ ହେଇଯାଇଛି। ଏଇଟା ଦେଖନ୍ତୁ ଲେଖୁଛି ସବା ଉପରେ ବି ଦେଖନ୍ତୁ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଫେଜ୍ 2 ହେଲା। ତାପରେ ଏଇଠି ଆପଣ ଓକେ ଉପରେ କ୍ଲିକ୍ କରିଦେବେ। ଆପଣ ଯୋଉ ସିଟିଜେନ ରେଜିଷ୍ଟ୍ରେସନ ହେଇଗଲେ ଆପଣ ଏଇ ପେଜରୁ ବାହାରି ଯିବେ। ହେଲା, ଆପଣଙ୍କର ଆଉ ଥରେ କଣ ଆଉ ରେଜିଷ୍ଟ୍ରେସନ ଆମର ତ ନାହିଁ, ରେଜିଷ୍ଟ୍ରେସନ ପ୍ରୋସେସ ସରିଗଲା। ଆପଣଙ୍କୁ ଯୋଉ ଲିଙ୍କଟି ଦେଇଥିଲି ପୁଣି ଥରେ ଆପଣ ଏଇଠି ୱେବ୍ ବ୍ରାଉଜରରେ ପୁଣି ଥରେ ଆପଣ ସେଇ ଲିଙ୍କଟି ପେଷ୍ଟ କରିଦେବେ। ପେଷ୍ଟ କରିଦେଲେ ଆପଣ ପୁଣି ଯୋଉ ରେଜିଷ୍ଟ୍ରେସନ ଆଉ ଲଗ୍ଇନ ପେଜକୁ ପଳେଇ ଆସିବେ। ଦେଖନ୍ତୁ ଆପଣ ପୁଣି ଥରେ ଆପଣ ଏଇ ପେଜକୁ ପଳେଇ ଆସିବେ, ସେଇ ଯୋଉ ଆପଣଙ୍କୁ ଦେଇଥିଲି ହେଲା ଲିଙ୍କଟି, ଆଉ ଦେଖେଇ ଦଉଛି ଆଉ ଥରେ ଆପଣଙ୍କୁ। ରେଜିଷ୍ଟ୍ରେସନ କମ୍ପ୍ଲିଟ ହେଇଗଲା, ଆପଣ ପୁଣି ଥରେ ଏଇ ଲିଙ୍କଟା ଉପରେ କ୍ଲିକ୍ କରିକି ଏଇ ପେଜକୁ ପଳେଇ ଆସିବେ। ପୁଣି ଥରେ ମନେ ରହିଲା ଆପଣ ଏଇଟା କ୍ଲିକ୍ କରିକି ପୁଣି ଥରେ ଏଇ ପେଜକୁ ଆସିବେ। ପୁଣି ଥରେ ସେଠି ମୋବାଇଲ ନମ୍ବର ଦେଲେ ସେ ଦେଖାଉଥିବ ଯେ ଆପଣ ରେଜିଷ୍ଟ୍ରେସନ ଅଛନ୍ତି ବୋଲି। ଏଠିକି ପଳେଇ ଆସିବେ। ପଳେଇ ଆସି ସାରିଲା ପରେ ଆପଣ ଏଇଠି ଯୋଉ ମୋବାଇଲ ନମ୍ବରଟି ଦେଇଥିଲେ ଏଠି ଫିଲ୍ଅପ୍ କରିବେ। ଗେଟ୍ ଓଟିପି ଉପରେ କ୍ଲିକ୍ କରିବେ। ଓଟିପିଟି ଏଇଠି ଫିଲ୍ଅପ୍ କରିକି ତାପରେ ତଳେ ଏଇଠି କ୍ୟାପଚର କୋଡଟି ଦେବେ, ଯୋଉଟା ସିକ୍ୟୁରିଟି କୋଡ ଲେଖା ହେଇଛି ଏଠି ଫିଲ୍ଅପ୍ କରିବେ, ଯୋଉଟା ଉପରେ ଲେଖା ହେଇଛି ଏଟା ଏଠି ଫିଲ୍ଅପ୍ କରିଦେବେ। ତାପରେ ସାଇନ୍ ଇନ୍ ଉପରେ କ୍ଲିକ୍ କରିବେ। ମୁଁ ଏଟାକୁ ଫିଲ୍ଅପ୍ କରିକି ଆପଣମାନଙ୍କୁ ଦେଖଉଛି। ଦେଖନ୍ତୁ ଏତିକି ଫିଲ୍ଅପ୍ କରିଦେଇ ସାରିଲା ପରେ ଆପଣ ଏଠି ସାଇନ୍ ଇନ୍ ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଏଇଠି ଆପଣଙ୍କର ଡ୍ୟାସବୋର୍ଡଟି ଓପନ୍ ହେଇଯିବ, ଯୋଉଠି ଆପଣଙ୍କ ନାଁଟି ସବା ଉପରେ ଦେଖାଉଥିବ। ତାପରେ ମୋବାଇଲ ନମ୍ବର ଦେଖାଉଥିବ, मेल कि फिमेल ହେଇଥିଲେ ସେଟା ଦେଖାଉଥିବ। ତାପରେ ଆପଣଙ୍କ ଷ୍ଟେଟ ଓଡ଼ିଶା ଦେଖାଉଥିବ, ଆଡ୍ରେସ ଯାହା ହେଇଥିବ ସେଟା ଶୋ କରୁଥିବ। ରେଜିଷ୍ଟ୍ରେସନ ଡେଟ୍ କେତେ ତାରିଖ ଆପଣ ରେଜିଷ୍ଟ୍ରେସନ କରିଲେ, ମାନେ ଯୋଉ ୟୁଜର ଆଇଡି କ୍ରିଏଟ୍ କଲେ ସେଟା ଏଇଠି ଦେଖାଉଥିବ। ଷ୍ଟାଟସ ଆକ୍ଟିଭ କି ଇନଆକ୍ଟିଭ ସେଟା ବି ଦେଖାଉଥିବ। ତାପରେ ଦେଖନ୍ତୁ ଲେଫ୍ଟ ସାଇଡରେ ଦିଟା ପେନସିଲ ଆଇକନ ଅଛି, ତା ଉପରକୁ ପଳେଇ ଆସିଲେ ଆପଣ ଦେଖନ୍ତୁ ଦେଖେଇଲା ନ୍ୟୁ ଆପ୍ଲିକେସନ, ଆଉ ଗୋଟେ ହେଲା ଭ୍ୟୁ ଆପ୍ଲିକେସନ। ନ୍ୟୁ ଆପ୍ଲିକେସନ କାହା ପାଇଁ? ଯୋଉମାନେ ଆଜି ଫ୍ରେଶ ଆପ୍ଲିକେସନ କରିବା ପାଇଁ ଯାଉଛନ୍ତି ସେମାନଙ୍କ ପାଇଁ ନ୍ୟୁ ଆପ୍ଲିକେସନ। ମୁଁ ଆପଣ ଜୁମ୍ କରି ଦେଖେଇ ଦଉଛି, ଦେଖନ୍ତୁ ଏଇଟା ନ୍ୟୁ ଆପ୍ଲିକେସନ ହେଲା। ଆଉ ଭ୍ୟୁ ଆପ୍ଲିକେସନ ଆପଣ ଆପ୍ଲିକେସନ କରିସାରିଲା ପରେ ଆପଣ ତା ଷ୍ଟାଟସଟା ଚେକ୍ କରିବା ପାଇଁ ଏଇଠି ଚେକ୍ କରିପାରିବେ। ହେଲା, ଆପଣ ଏଠି ନ୍ୟୁ ଆପ୍ଲିକେସନ ଉପରେ ଥରେ କ୍ଲିକ୍ କରିଦେବେ। କଜରକୁ ଆଣିକି ଦେଖନ୍ତୁ ସ୍କ୍ରିନ୍ ଉପରେ ଏଲିଜିବିଲିଟି କ୍ରାଇଟେରିଆ ଫର ବେନିଫିଟ୍ସ ଲେଖା ହେଇଛି, ସେଟା ଆପଣ ଥରେ ପଢିବା କଥା ଚାହୁଁଛନ୍ତି ପଢି ବି ଦେବେ। ତାପରେ ଲାଷ୍ଟ ଏଇଠି ବାହାରକୁ ଆଣିକି କଜର ଥରେ କ୍ଲିକ୍ କରିଦେବେ।
କରିଦେଲା ପରେ ଦେଖନ୍ତୁ ଆପଣଙ୍କର ନ୍ୟୁ ଆପ୍ଲିକେସନ୍ ପେଜଟି ପୁରା ଖୋଲିଗଲା। ଯୋଉଠି ଅଛି ଆପଣଙ୍କ ଷ୍ଟେଟ୍ ନେମ୍, ତାପରେ ଆପଣଙ୍କର ଡିଷ୍ଟ୍ରିକ୍ଟ ଦେବେ, ଯିଏ ଯୋଉ ଡିଷ୍ଟ୍ରିକ୍ଟର ହେଇଥିବେ, ତାପରେ ବ୍ଲକଟି ଚୁଜ୍ କରିବେ, ତାପରେ ପଞ୍ଚାୟତ ନାଁ ଦେବେ, ତାପରେ ଆପଣଙ୍କ ନିଜର ଗାଁ ଏଇଠି ଡ୍ରପ୍ ଡାଉନ୍ ବକ୍ସରୁ ସିଲେକ୍ଟ କରିବେ, ତାପରେ ହାବିଟେସନ୍ ମାନେ ହେଲା ଆପଣ ଯୋଉ ଜାଗାରେ ବିଲଙ୍ଗ କରୁଛନ୍ତି, ଯୋଉ ଗାଁ ବା ଯୋଉ ସାହି ବି ଏଇଠି ଦେଖଉଥାଏ ବେଳେବେଳେ, ସେଇ ସାହିଟି ଆପଣ ସିଲେକ୍ଟ କରିଦେବେ। ତାପରେ ଆପଣ ସବା ତଳକୁ ଏଇଠିକି ପଳେଇ ଆସିବେ। ଏଇଠି ଆପଣ ଦେବେ ନେମ୍ ଅଫ୍ ଦି ଆପ୍ଲିକାଣ୍ଟ ଆଜ୍ ପର୍ ଆଧାର କାର୍ଡ, ଯୋଉଟା ଯାହା ଆପଣଙ୍କର ଆଧାରରେ ଏଇଠି ନାଁଟି ଅଛି ଆପଣ ସେଇଟା ହିଁ ଏଇଠି ଫିଲ୍ଅପ୍ କରିବେ, ଭୁଲ ଭାଲ କରିବେନି। ଆପଣଙ୍କର ଆଧାର ଅଥେଣ୍ଟିକେସନ ଯୋଉ ଲେଖା ଅଛି ଭେରିଫାଏ ଆଧାର ନମ୍ବର, ଏଠି ଆଧାର ଭେରିଫାଏ ହବ ନାହିଁ। ଏଠି ଆଧାର ନମ୍ବରଟି, ଆଧାରରେ ନାଁଟି ଯାହା ଥିବ ସେଟା ଏଇଠି ଫିଲ୍ଅପ୍ କରିସାରିଲା ପରେ ଆଧାର କାର୍ଡ ନମ୍ବରଟି ଏଇଠି ଆପଣ ଫିଲ୍ଅପ୍ କରିବେ। ଫିଲ୍ଅପ୍ କରିସାରିଲା ପରେ ଏଇଠି ଦେଖନ୍ତୁ ଗୋଟେ ଚେକ୍ ବକ୍ସଟେ ଦେଇଛି ଏଇଠି, ଏଇଟାକୁ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣ ଭେରିଫାଏ ଉପରେ କ୍ଲିକ୍ କରିବେ। ଭେରିଫାଏ ଆପଣଙ୍କର ହେଇଗଲେ ଏଇଠି ତଳେ ଲେଖିଦବ ଆଧାର ଭେରିଫାଏଡ୍ ସକ୍ସେସଫୁଲି। ତାପରେ ଆପଣ ଏଇଠି ଫାଦର ନେମ୍ ଦେବେ, ଆଉ ବା ଯାହାର ଯଦି ସ୍ତ୍ରୀ ଲୋକଙ୍କ ନାଁରେ ଆପ୍ଲିକେସନ କରୁଛନ୍ତି ତାହେଲେ ସେମାନେ ଏଇଠି ହେଲା ତାଙ୍କ ସ୍ୱାମୀଙ୍କ ନାଁଟି ଫିଲ୍ଅପ୍ କରିବେ। ତାପରେ ଏଇଠି ଜେଣ୍ଡର ଦେବେ, ତାପରେ କ୍ୟାଟାଗୋରୀ ଦେବେ, ଯିଏ ଯୋଉ କ୍ୟାଟାଗୋରୀ ହେଇଥିବ ଏପିଏଲ୍ କି ବିପିଏଲ୍। ପ୍ରାୟ ଏଇଟା ହେଲା ବିପିଏଲ୍ ବାଲାଙ୍କ ପାଇଁ, ସମସ୍ତଙ୍କର ପାଇଁ। ବିପିଏଲ୍ ଆପଣ ଏଇଟା ସିଲେକ୍ଟ କରିବେ। ସିଲେକ୍ଟ କରିସାରିଲା ପରେ ସବ୍ କ୍ୟାଟାଗୋରୀ ଦେଖେଇବ, ଏଠି ସବ୍ କ୍ୟାଟାଗୋରୀ ଆପଣ ଫିଲ୍ଅପ୍ କରିବେ। ତାପରେ ହେଲା କାର୍ଡ ଟାଇପ୍ ଆପଣଙ୍କର ପଚାରିବ, ସେଟା ବି ଆପଣ ଏଇଠି ଫିଲ୍ଅପ୍ କରିବେ। କାର୍ଡ ନମ୍ବର ଦେବେ, ମେଲ୍ ଆଇଡି ଚାହିଁଲେ ଦେବେ, ନ ଚାହିଁଲେ ନ ଦିଅନ୍ତୁ, କିଛି ଅସୁବିଧା ନାହିଁ। ତାପରେ ଆଡ୍ରେସଟି ଆପଣ ଏଇଠି କମ୍ପ୍ଲିଟ୍ ଫିଲ୍ଅପ୍ କରିବେ। ଫିଲ୍ଅପ୍ କରିସାରିଲା ପରେ ଏଇଠି ଦେଖନ୍ତୁ ବ୍ୟାଙ୍କ ଆକାଉଣ୍ଟ, ମୁଁ ଏତିକି ଫିଲ୍ଅପ୍ କରିଦେଇ ସାରିକି ବ୍ୟାଙ୍କ ଡିଟେଲ ପାଖକୁ ହିଁ ଆସୁଛି, କାହିଁକିନା ଏଇଠି ବ୍ୟାଙ୍କ ଡିଟେଲ ପାଖରେ ସମସ୍ତଙ୍କର ଏଇଠି ଭୁଲ ହଉଛି ଯେ ହେଲା ଆମର ପେଜ ରିଡାଇରେକ୍ଟ ହେଇକି ପୁଣି ଲଗ୍ଇନ୍ ପେଜକୁ ପଳେଇ ଆସୁଛି। ଆପଣ ଭୁଲ ଭାଲରେ ଦେଖଉଛନ୍ତି, ଆପଣମାନେ ଆପ୍ଲାଏ କରିପାରୁଛନ୍ତି ଯଦି ଆମେ କାହିଁକି ଆପ୍ଲାଏ କରିପାରୁନୁ, ବହୁତ କମେଣ୍ଟ ଆସୁଛି। ତେଣୁକରି ଭିଡ଼ିଓଟିକୁ ମାନେ କମ୍ପ୍ଲିଟ୍ ଦେଖନ୍ତୁ। ଆପଣମାନେ ଭିଡ଼ିଓଟା କମ୍ପ୍ଲିଟ୍ ଦେଖୁନାହାନ୍ତି ବୋଲି ହିଁ ଆପଣମାନେ ହେଲା ସେଇଆ କମେଣ୍ଟ ବାରମ୍ବାର କରୁଛନ୍ତି ଯେ ହେଲା ଆପଣମାନେ ହେଲା ଦେଖଉଛନ୍ତି କିନ୍ତୁ ଏଠି ଆମର ପଡୁନି। ସ୍କିପ୍ କରିକି ଦେଖନ୍ତୁ ନା, ଯଦି କିଛି ଶିଖିବା ପାଇଁ ଆସିଛନ୍ତି କମ୍ପ୍ଲିଟ୍ ଭିଡ଼ିଓଟିକୁ ଦେଖନ୍ତୁ, ଦେଖିଲେ ଶିଖିପାରିବେ। ସ୍କିପ୍ କଲେ ତ ଏଇଠି ହିଁ ସ୍କିପ୍ କରିବେ, ବାରମ୍ବାର କେବଳ ହିଁ କମେଣ୍ଟ କରିବେ ଯେ ଆପଣ ହେଲା ଦେଖଉଛନ୍ତି ଗୋଟେ, ଏଠି ଆମର ଶୋ କରୁଛି ଗୋଟେ। କିଛି ଆପଣ ସ୍କିପ୍ କରନ୍ତୁ ନା, କମ୍ପ୍ଲିଟ୍ ଥରେ ଦେଖନ୍ତୁ, 5 ମିନିଟ୍ ଲାଗିବ, ଦେଖିଦେବେ, ଆପଣ ଜୀବନ ସାରା ସେଟା ଆପଣଙ୍କର କାମରେ ଲାଗିବ। ଯଦି ଆପଣ ସ୍କିପ୍ କରିକି ଦେଖିବେ ଜାଣିବେ ଏଇ ଜିନିଷ ପଡୁନି, ଖାଲି ମିଛଟାରେ ଅନଲାଇନ ଦେଖଉଛନ୍ତି ପଡୁଛି ବୋଲି। ଆପଣ ଯୋଉ ବ୍ୟାଙ୍କ ପାସବୁକଟାର ଗୋଟେ ସ୍କାନ କରିକି ବା ମୋବାଇଲରେ ଫଟୋ ଉଠେଇକି ଆପଣ ରଖିଦେବେ, କାହିଁକିନା ଏଇଠି ଆପଣଙ୍କର ଅପଲୋଡ ହବ ବ୍ୟାଙ୍କ ପାସବୁକର ଫ୍ରଣ୍ଟ ପେଜଟା ହେଲା। ଚାଲନ୍ତୁ ମୁଁ ଆପଣଙ୍କୁ ଫାଷ୍ଟ ଡିଟେଲ ଫିଲ୍ଅପ୍ କରିଦେଇ ସାରିକି ଏଇଠି ବ୍ୟାଙ୍କ ଡିଟେଲ ପାଖକୁ ଆସୁଛି। ଦେଖନ୍ତୁ ଉପରେ କମ୍ପ୍ଲିଟ୍ ଫିଲ୍ଅପ୍ କରିସାରିଲା ପରେ ଆପଣ ଏଇଠି ଆଇଏଫ୍ଏସି କୋଡଟି ଫାଷ୍ଟ ଦେବେ। ବ୍ୟାଙ୍କର ଆକାଉଣ୍ଟ, ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଗୋଟେ ଆଇଏଫ୍ଏସି କୋଡ୍ ଥାଏ, ଆପଣ ଏଇଠି ଫିଲ୍ଅପ୍ କରିବେ। ଏଇଠି କେୟାରଫୁଲି ଦେଖୁଥାନ୍ତୁ, କାହିଁକିନା ଏଇଠି ମିଷ୍ଟେକ୍ ହଉଛି, ଆପଣମାନେ ହେଲା କହୁଛନ୍ତି ଭୁଲ ଭାଲ ଦେଖଉଛନ୍ତି ବୋଲି। ଦେଖନ୍ତୁ ଫାଷ୍ଟ ଆପଣ ଏଇଠି ଆଇଏଫ୍ଏସି କୋଡଟି ଫିଲ୍ଅପ୍ କରିଦେବେ। ଦେଖନ୍ତୁ ଏଇଠି ଯୋଉଠି ଲେଖା ହେଇନି ନା, ଏଇଠି ଗ୍ରୀନରେ ହେଲା ନୋ ୟୋର ଆଇଏଫ୍ଏସି କୋଡ୍, ଆପଣମାନେ ସବୁ ଏଇଠି ହିଁ ମାରୁଛନ୍ତି ବୋଲି ହିଁ ଭୁଲ ହଉଛି। ଏଠି ମାରିବା କିଛି ଆବଶ୍ୟକ ହିଁ ନାହିଁ। ଆପଣ କେବଳ ଏଇ କଜରଟିକୁ ଦେଖନ୍ତୁ, ମୁଁ ଏଠି ଜୁମ୍ କରିକି ଦେଖଉଛି, ମୁଁ ଏଇ କଜରଟିକୁ ଏଇ ବାହାରେ ଦେଖନ୍ତୁ କ୍ଲିକ୍ କରିଦେଲି ଥରେ, ଆଉ କିଛି ବି କରିନି, ବାହାରେ କ୍ଲିକ୍ କରିଦେଲି। ଦେଖନ୍ତୁ ଟୋଟାଲ ଡିଟେଲ, ଏଟା କୋଉ ବ୍ୟାଙ୍କ ଆଡ୍ରେସ ଫାଡ୍ରେସ ସବୁ ଦେଖନ୍ତୁ ଏଇଠି କମ୍ପ୍ଲିଟ୍ ପଳେଇ ଆସିଲା। ଆପଣ ଯଦି ଏଇଠି ମାରିବେ ପୁଣି ଥରେ ଆପଣ ଜାଣିଥାନ୍ତୁ ପୁଣି ଲଗ୍ଇନ୍ ପେଜକୁ ଯିବେ। ଆପଣ ସେଇଟା ଭୁଲ କରୁଛନ୍ତି, ଏଇଠି ମାରି ଦଉଛନ୍ତି ଗ୍ରୀନ୍ ଦେଖେଇଛି ମାନେ ହଁ ଯାହା ଗୋଟେ ଅପସନ ଦେଇଛି ମାନେ ସେଇଠି ଆମେ କ୍ଲିକ୍ କରିଦବା। ଏଠି କ୍ଲିକ୍ କରିବେ ହିଁ ଭୁଲ ହବ ହେଲା। ଏଇଠି ଜାଣିପାରିଲେ ମିଷ୍ଟେକଟା କୋଉଠି ହଉଥିଲା। ଆପଣମାନେ ଏଇ କଜରଟିକୁ ବାହାରେ ଯୋଉଠି ହେଲେ କ୍ଲିକ୍ କରିଦେବେ, ଏଠି ମାରନ୍ତୁ, ଏଠି କରନ୍ତୁ, ଯୋଉଠି ହେଲେ ଥରେ କ୍ଲିକ୍ କରିଦେବେ ହେଲା। କ୍ଲିକ୍ କରିଦେଲେ ଆପଣ ବ୍ୟାଙ୍କ ଡିଟେଲ୍ସ କମ୍ପ୍ଲିଟ୍ ଶୋ କରିଯିବ, ଆଉ ଆପଣଙ୍କର ଲଗ୍ଇନ୍ ପେଜକୁ ଯିବନି। ତାପରେ ଆପଣ ଏଇଠି ଆକାଉଣ୍ଟ ନମ୍ବରଟି ଫିଲ୍ଅପ୍ କରିଦେବେ। ଆକାଉଣ୍ଟ ନମ୍ବର ପୁଣି ଏଠି ଆଉଥରେ ଫିଲ୍ଅପ୍ କରିଦେବେ। ଏଠି ପାସବୁକଟି ସିଲେକ୍ଟ କରିଦେବେ। ସିଲେକ୍ଟ କରିସାରିଲା ପରେ ସବମିଟ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଏଇଠି ଆପଣ ଯେତେବେଳେ ପାସବୁକଟି ଅପଲୋଡ କରିଦେବେ, ପାସବୁକଟି ଅପଲୋଡ କରିସାରିଲା ପରେ ସବା ତଳେ ଦେଖନ୍ତୁ ଆପ୍ଲାଏ ଲେଖା ହେଇଛି, ଆପ୍ଲାଏ ଉପରେ କ୍ଲିକ୍ କରିଦେବେ। ଦେଖନ୍ତୁ ଏଠି ଲେଖିଦେଲା ୟୋର ଆପ୍ଲିକେସନ ସବମିଟେଡ୍ ସକ୍ସେସଫୁଲି, କାଇଣ୍ଡଲି ନୋଟ୍ ଦି ଆପ୍ଲିକେସନ ନମ୍ବର ଏତିକି ଫର୍ ଫର୍ଦର ରେଫରେନ୍ସ। ଆପଣ ଆପ୍ଲିକେସନଟି ସକ୍ସେସଫୁଲ ସବମିଟ୍ ହେଇଗଲା। ତାପରେ ଆପଣ ଏଠି ଓକେ ଉପରେ କ୍ଲିକ୍ କରିଦେବେ। ଯଦି ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି ଆପଣଙ୍କର ଷ୍ଟାଟସ୍, ଆପଣ ଆପ୍ଲିକେସନରେ କ'ଣ ହେଇଛି, ତାହେଲେ ଦେଖନ୍ତୁ ଆପଣ ଏଇଠି ଯେଉଁ ପୁଣି ଲେଫ୍ଟ ସାଇଡରେ ଅଛି, ଦେଖନ୍ତୁ ମୁଁ ଏଠି ଜୁମ୍ କରିକି ଦେଖେଇ ଦଉଛି, ଭ୍ୟୁ ଆପ୍ଲିକେସନ ଉପରେ କ୍ଲିକ୍ କରିଦେବେ।
ଯୋଉଟା ଆପଣ ଆପ୍ଲାଏ କରିଥିଲେ ଏଇଠି କମ୍ପ୍ଲିଟ୍ ଦେଖଉଥିବ ଦେଖନ୍ତୁ ଆପଣ ଆପ୍ଲିକେସନ୍ ନମ୍ବର ଦେଖଉଥିବ, ରିସିଭ୍ ଡେଟ୍ କେତେ କୋଉ ତାରିଖ, ଟାଇମ୍ ବି ଦେଖଉଥିବ କେତେବେଳେ ଆପଣ ଆପ୍ଲାଏ କରିଛନ୍ତି, ଷ୍ଟାଟସ୍ ଦେଖଉଥିବ ଆପ୍ଲିକେସନ୍ ରିସିଭ୍ଡ ହେଇଛି କି ନାହିଁ। ତାପରେ ଏଠି ଦେଖନ୍ତୁ ଲେଖା ହେଇଛି ଗୋଟେ ଟ୍ରାକ୍ ଷ୍ଟାଟସ୍ ଉପରେ ଆପଣ ଥରେ କ୍ଲିକ୍ କରିଦେବେ। ତାପରେ ଦେଖନ୍ତୁ ଆପଣଙ୍କର ଡିଟେଲ୍ ଏଇଠି ଦେଖେଇଦବ ଆପଣଙ୍କର କୋଉଠି କୋଉ ଲେବୁଲରେ ବର୍ତ୍ତମାନ ଅଛି। ବର୍ତ୍ତମାନ ଦେଖନ୍ତୁ ଏଇଟା କେତେ ଜାଗାରେ ପାସ୍ ହଉଛି 1 2 3 4 5 ଜାଗାରୁ ୟାଙ୍କର ଫାଷ୍ଟ ଷ୍ଟେଜରେ ଅଛି। ଯେତେ ଯେତେ ଷ୍ଟେଜରେ ଇଏ କମ୍ପ୍ଲିଟ୍ ହେଇ ଯାଉଥିବ ସବୁଗୁଡ଼ା ଏଇଠି ଦେଖନ୍ତୁ ଅରେଞ୍ଜ କଲରଟା ବଢ଼ି ଯାଉଥିବ ହେଲା। ଲାଷ୍ଟକୁ ଆପଣଙ୍କର ଯେତେବେଳେ ଇନସେଣ୍ଟିଭ୍ ଗିଭେନ୍ ଟୁ ଦି ଆପ୍ଲିକାଣ୍ଟ ଏଇଟା ହେଲା ଆପଣଙ୍କର ଏ ବ୍ୟାଙ୍କ ଆକାଉଣ୍ଟକୁ ଅଟୋମେଟିକ୍ ଆସିଯିବ ଯେଉଁ 12,000 ଟଙ୍କା। ସେଟା ପାଇଁ ଆପଣଙ୍କୁ କୋଉଠି ବି ଦେଖନ୍ତୁ ଯାଇକି ହେଲା ମାନେ କାହାକୁ ରିକ୍ୱେଷ୍ଟ କରିବା ଦରକାର ନାହିଁ କି କିଛି ମାନେ କାହାକୁ ଇଏ କରିବା ଦରକାର ନାହିଁ। ଏଇଟା ଆପେ ଆପେ ହିଁ ଆପଣମାନେ ନିଜେ ହିଁ ନିଜ ମୋବାଇଲରେ ବା ସିଷ୍ଟମରେ ଆପ୍ଲାଏ କରିକି ୟାର ସୁବିଧା ଆପଣମାନେ ଉଠାଇ ପାରିବେ। ଏଇଟା ଏଇଥର ବହୁତ ସୁବିଧା କରିଦେଇଛି ଗଭର୍ଣ୍ଣମେଣ୍ଟ। ତେଣୁକରି ଆପଣ ୟାର ଲାଭ ନିଶ୍ଚିତ ଭାବରେ ଆପଣମାନେ ଉଠାନ୍ତୁ। ଆଉ ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗେ ତାହେଲେ ନିଶ୍ଚିତ ଭାବରେ ମୋ ଭିଡ଼ିଓଟିକୁ ଲାଇକ୍ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।